ମୁଁ ବୋଲଗଡ଼ ପ୍ରାଥମିକ କୃଷି ସେବା ସମବାୟ ସମିତିର ସମ୍ପାଦକ ଶ୍ରୀଯୁକ୍ତ ଉଲ୍ଲାସ ଚନ୍ଦ୍ର ଚୌଧୁରୀ। ଆଜି ଆମ ବୁଧବାର ମଣ୍ଡି ସରକାରଙ୍କ ପାଳି ଅନୁସାରେ 35 ଜଣ ଚାଷୀ ଏଠି ଆଜି ଧାନ 1012 କୁଇଣ୍ଟାଲ ଧାନ ଆଣି ଦେବା ପାଇଁ ନିଷ୍ପତ୍ତି ଗ୍ରହଣ ହୋଇଛି ଏବଂ ଆମର ମିଲର ହେଲା ଶିବାନୀ ଫୁଡ୍ ପ୍ରାଇଭେଟ୍ ଲିମିଟେଡ୍ ସୁନାଖଳା। ତାଙ୍କ ଦ୍ୱାରା ଆମର ଧାନ କ୍ରୟ ହେଉଅଛି। କଟନୀ ଛଟନୀ କି ତ ସରକାର ଚାଷୀ ବିରୋଧ କରୁଛନ୍ତି, ଚାଷୀଙ୍କର ଭଲ ଧାନ ହିସାବରେ ମିଲର ନେଉଛି ଆଉ। ହଁ, ଚାଷୀମାନେ ସନ୍ତୁଷ୍ଟ ହେଉଛନ୍ତି, ଯେହେତୁ ସରକାର 3100 ଟଙ୍କା ବୋନସ୍ ଦେଇଛନ୍ତି, ଚାଷୀମାନେ ସନ୍ତୁଷ୍ଟ ଅଛନ୍ତି ଆଉ। ମୁଁ ବୃନ୍ଦାବନ ଦାସ, ଘର ବୋଲଗଡ଼ ଜାନିପାଟଣା। ଆମର ବୋଲଗଡ଼ ସୋସାଇଟି ମଣ୍ଡିର ଧାନ ସୁଚାରୁ ରୂପେ ଏପର୍ଯ୍ୟନ୍ତ ଏଠି ଗାଡ଼ି ଲାଗିକି ଉଠୁଛି। ଆଉ ତେଣୁ ଲୋକମାନେ ବି କେହି ଅଶାନ୍ତି ନାହାନ୍ତି, ସବୁ ଶାନ୍ତି ଅଛନ୍ତି। ସୁବିଧାରେ ଧାନ ଉଠୁଛି ବୋଲି ସୋସାଇଟିର ଭଲ ରେକର୍ଡ଼ ଅଛି। ତେଣୁ ଅସୁବିଧା ଆମର କିଛି ନାହିଁ। ନାଇଁ ଧାନ ତ ଯାହା ଅଛନ୍ତି ଚାଷୀମାନେ ଏ ବର୍ଷ ଖୁସି ଅଛନ୍ତି, କାହିଁକିନା 2300 ପରେ 800 ଟଙ୍କା ବୋନସ୍ ପାଉଛନ୍ତି ଯେତେବେଳେ ଲୋକମାନେ ଚାଷୀମାନେ ଭଲ ଖୁସି ଅଛନ୍ତି। ତେଣୁ ଅସୁବିଧା କିଛି ନାହିଁ। ଆଉ ସରକାର ସେଇଟା ବର୍ତ୍ତମାନ ଏଇ ବର୍ଷର ନୂଆ ଚାଷୀ ଦେଲେ ଏଇ ରେଟ୍ରେ, ପୁରୁଣା ରେଟ୍ ଯାହା ଥିଲା ତାକୁ ଲୋକମାନେ ଭୁଲିଗଲେ। ମୁଁ ଧାନ ତ ଦେଇନି ଏପର୍ଯ୍ୟନ୍ତ, ଧାନ ଦେବି ବୋଲିକି ଅପେକ୍ଷା କରି ଅଛି। ଗାଡ଼ି 35 କୁଇଣ୍ଟାଲ, କିଛି ବସ୍ତା 82 ପକେଟ ଧାନ ମୁଁ ଆଣିଛି। ଆଉ ସେଇ ଧାନ ବର୍ତ୍ତମାନ ଗାଡ଼ି ଲାଗିଲେ ଓଜନ ହେଇକି ଯିବ ବୋଲିକି ବସିଛି ଆଉ।